ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ସେମାନଙ୍କ କାର୍ଯ୍ୟକାଳ କହୁଛି ପିଲାମାନେ। ଫାର୍ଷ୍ଟ ରହିଲେ ଜବାହରଲାଲ ନେହେରୁ, ତାପରେ ରହିଲେ ଗୁଲଜାରିଲାଲ ନନ୍ଦା, ସେ କିଛି ଦିନ ପାଇଁ ରହିଲେ। ତାପରେ ଲାଲ ବାହାଦୁର ଶାସ୍ତ୍ରୀ, ପୁଣି ଆଉ ଥରେ ଗୁଲଜାରିଲାଲ ନନ୍ଦା ଆସିଲେ ଅସ୍ଥାୟୀ ରୂପରେ। ତାପରେ ରହିଲେ ଇନ୍ଦିରା ଗାନ୍ଧୀ, ତାପରେ ରହିଲେ ମୋରାରଜୀ ଦେଶାଇ, ତାପରେ ଚୌଧୁରୀ ଚରଣ ସିଂ, ପୁଣି ପରେ ଆସିଲେ ଇନ୍ଦିରା ଗାନ୍ଧୀ, ତାପରେ ଆସିଲେ ରାଜୀବ ଗାନ୍ଧୀ ତାଙ୍କ ପୁଅ, ପୁଣି VP ସିଂ, ତାପରେ ରହିଲେ ଚନ୍ଦ୍ରଶେଖର, ତାପରେ PV ନରସିଂହ ରାଓ, ତାପରେ ଅଟଳ ବିହାରୀ ବାଜପେୟୀ, ତାପରେ ରହିଲେ HD ଦେବଗୌଡ଼ା, ତାପରେ ଇନ୍ଦ୍ର କୁମାର ଗୁଜରାଲ, ତାପରେ ଅଟଳ ବିହାରୀ ବାଜପେୟୀ ପୁଣି ଆସିଲେ, ତାପରେ ଅଟଳ ବିହାରୀ ବାଜପେୟୀ କଣ୍ଟିନ୍ୟୁ କଲେ, ତାପରେ ଆସିଲେ କିଏ ଡକ୍ଟର ମନମୋହନ ସିଂ 2004ରେ, ତାପରେ ଆସିଲେ ଆମର କିଏ ନରେନ୍ଦ୍ର ଦାମୋଦର ଦାସ ମୋଦି, ବର୍ତ୍ତମାନ ପର୍ଯ୍ୟନ୍ତ ବି ଅଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି, ବୁଝିଲ।